ଗତକାଲି ରାତିରେ ଯେଉଁ ପ୍ରକାର ଏକ ଅମାନୁଷିକ ହତ୍ୟାକାଣ୍ଡ ହେଲା, ତା ସହିତ ଅନ୍ୟ କିଛି ଜଣଙ୍କୁ ମାରଣାତ୍ମକ ଆକ୍ରମଣ ହେଲା, ସାରା ଖଲିକୋଟ ଆଜି ସ୍ତବ୍ଧ। ବୋଧହୁଏ ସ୍ୱାଧୀନତା ପରେ ଏହି ପ୍ରକାର ନିର୍ବାଚନୀ ହିଂସା ହେଇନଥିଲା। ବର୍ତ୍ତମାନ ଯେଉଁ ପ୍ରକାର ହିଂସା ଉଗ୍ର ରୂପ ନେଲା, ବାସ୍ତବରେ ତାହା ନିନ୍ଦନୀୟ। ଆଜି ଏକ ନିରୀହ ଜୀବନ ଅକାଳରେ ଲିଭିଗଲା। ବଡ଼ ଦୁଃଖ ଏବଂ ପରିତାପର ବିଷୟ। ଆପଣମାନେ ଜାଣନ୍ତି ଯେ ଗଣତନ୍ତ୍ରରେ ସମସ୍ତଙ୍କର ଅଧିକାର ଅଛି କହିବାର ଏବଂ ଯେଉଁଟା ଉପଯୁକ୍ତ କଥା କରିବାର। ସାମାନ୍ୟ ପୋଷ୍ଟର ମରାକୁ ନେଇ କାଲି ରାତିରେ ଯେଉଁ ପ୍ରକାର ଅବସ୍ଥା ସୃଷ୍ଟି ହେଲା, ତାହା ସମସ୍ତଙ୍କୁ ସ୍ତବ୍ଧ କରିଛି। ଆପଣମାନଙ୍କର ବିଜେଡି ଦଳର ପୋଷ୍ଟର ଯେଉଁଠି ଲାଗିଥିଲା, ତା ପାଖରେ ବିଜେପି ବାଲା ଯେତେବେଳେ ଆମ ପିଲାମାନେ ପୋଷ୍ଟର ଲଗାଇବାକୁ ଯାଆନ୍ତି, ସେହି ସମୟରେ ଏମାନେ ପ୍ରତିହତ କରିଛନ୍ତି ଅନ୍ୟ ଦଳର ଏବଂ ତାଙ୍କ ଭିତରେ ଧସ୍ତାଧସ୍ତି ହେଇଛି। ତାପରେ କିଛି ଦୁର୍ବୃତ୍ତ ଏମାନଙ୍କୁ ଅମାନୁଷିକ ଭାବେ ଆକ୍ରମଣ କରିଛନ୍ତି, ଯାହାଫଳରେ କି ଏକ ଅମୂଲ୍ୟ ଜୀବନ ପଳେଇଗଲା। ପୋଲିସ, ସ୍ଥାନୀୟ ପୋଲିସ କୋର୍ଟ ନା କୋର୍ଟେ ଟିକିଏ କର୍ତ୍ତବ୍ୟରେ ଅବହେଳା କରିଛି। ତା କାରଣ ଯେଉଁ ଘରର ଜୀବନଟି ଗଲା, ସେଇ ଘରର ଲୋକେ ଆସି 2-3 ଦିନ ତଳେ ତାଙ୍କୁ ଧମକ ମିଳୁଛି ବୋଲି କହିଥିଲେ, କିନ୍ତୁ ପୋଲିସ ତାକୁ ଅତି ହାଲୁକା ଭାବେ ନେଇଥିଲା। ଯାହାଫଳରେ ଗତକାଲି ଯେଉଁ ସିଚୁଏସନ୍ ହେଲା, ସେଥିପାଇଁ ଆମେ ଅନୁମୟ କରିପାରିବା ଯେ ପୋଲିସ ଚାହିଁଥିଲେ ସେଦିନ ଯିଏ ଏଫଆଇଆର ଦେଇଛନ୍ତି ତାଙ୍କୁ ଏବଂ ଯିଏ ଧମକ ଦେଇଛନ୍ତି ତାଙ୍କୁ ଡାକି ଆପୋଷ ମିଳାମିଶା କରିଥିଲେ ବା କଥାଟାକୁ ବିଚାର କରିଥିଲେ, ହୁଏତ ଆଜି ଏହି ସିଚୁଏସନ୍ ହେଇନଥାନ୍ତା। ଏହି ଥାନାର 2 ଜଣ ତଳ କର୍ମଚାରୀ ସବୁବେଳେ ସିଏ କହନ୍ତି ସମସ୍ତେ ଯେ ଯେଉଁମାନେ କି ଅବାଟରେ ଯାଆନ୍ତି, ଏଣ୍ଟି ସୋସିଆଲ ଟାଇପ୍ର ଲୋକ, ତାଙ୍କ ସହିତ ଯୋଗସୂତ୍ର କରନ୍ତି। ଏବଂ ଆଜି ବି ମୁଁ ଏସ୍ପିଙ୍କି କହିଛି, ମୋ ରିକ୍ୱେଷ୍ଟ ଥିଲା ଯେ ଆଜ୍ଞା ଆପଣ ସେମାନଙ୍କର ମୋବାଇଲ ଯାଞ୍ଚ କରନ୍ତୁ, ନହେଲେ ଆମେ ଏକ୍ସପର୍ଟକୁ ପଠାଇବୁ ଯେ ସେମାନେ କାହା ସହିତ କି ପ୍ରକାର ଡିଲ୍ କରୁଛନ୍ତି ଏବଂ କାହାକୁ କଥାବାର୍ତ୍ତା କରୁଛନ୍ତି, କେଉଁ ପ୍ରକାର କଥାବାର୍ତ୍ତା କରୁଛନ୍ତି। ଯଦିବ ଏସ୍ପି ରାଜି ହେଇଛନ୍ତି, କିନ୍ତୁ କେବେ କରିବେ ସେ ତାକୁ କହିନାହାନ୍ତି ଏବଂ ସେଇ ତଳ କର୍ମଚାରୀ 2 ଜଣଙ୍କୁ ସେ କହିବା ଅନୁଯାୟୀ ତାଙ୍କୁ ଟ୍ରାନ୍ସଫର କରାଯାଇଛି ଏବଂ ସେ ରିଜର୍ଭରେ ରହିବେ ଡିଷ୍ଟ୍ରିକ୍ଟରେ, ଆଉ ଏଠି ରହିବେ ନାହିଁ। ଦେଖନ୍ତୁ, ଯାହାର ଗୋଟେ ଜୀବନଟେ ଯାଇଛି, ନିଶ୍ଚୟ ତାକୁ କଷ୍ଟ ଲାଗିବ ଏବଂ ସେ ପ୍ରତିବାଦ କରିବ, କିନ୍ତୁ ତା ପ୍ରତିବାଦକୁ ଭ୍ରୂକ୍ଷେପ ନ କରି ଯେଉଁ ପ୍ରକାର ଆଜି ସିଚୁଏସନ୍ ଘଟିଲା, ତାହା ଅତି ନିନ୍ଦନୀୟ। ବହୁତ ଗାଡ଼ି 4 ହ୍ୱିଲର ଏଣ୍ଡ ବାଇକ୍କୁ ଭଙ୍ଗା ଯାଇଛି। କମ୍ପ୍ଲେନ୍ ଆସିଛି ଯେ ଯେତିକି ଗାଡ଼ି ଭଙ୍ଗା ଯାଇଛି
ये पुलिस कर्मचारी द्वारा ही है, जोटा अति निंदनीय वस्तु। आपण मैंने जानती जे गणतंत्र रूलिंग जी हक विरोधी भी से हक, किंतु आमको लगुच कोर्ट ना कोर्ट विरोधी दल को अणदेखा करा जाउची एवं सरकारी दल को सबु प्रकार साहाय्य सहानुभूति देखा। एणु मोर एडमिनिस्ट्रेशन को अनुरोध, यही पक्षपातिता करंतु नहीं। गणतंत्र जिमती गणतंत्र वास्तव जिमती रहिबा कथा ताकू से भाव नियंतु एवं गणतंत्र को रक्षा करंतु। गणतंत्र हत्याकारी को उचित शिक्षा दियंतु। सी दुई जन कनेस्टेबल एवं नहीं 2-4 मास तलू ना कंप्लेन जाइथिला, किंतु कार्यकारी किसी नथिला। आज एसपी जहाँ कहले जे से ट्रांसफर कर आमे तो जोटा लोक जोटा प्रमाण देखौथिले 2 जनकर थिला, 2 जनकर थिला नहीं 2 जनकर थिला। आपण बीजेपी कर्मी केबे हेले आक्रमण करिनाहंती। जेते बेले जनकर जवान पुओ चली जाउची संसार रु, से पुणी संघबद्ध भाव आक्रमण करी ताकू हत्या करा जाइची। तांकू केते जे दुख लागुथबो आपण माने समस्ते जानी पारुथबे। सेई तांकर दुख कोह होय तो सी देखै चंती, किंतु सी लॉ एंड ऑर्डर हाथ को नहीं नांती। जदि आपण कहउचंती लॉ एंड ऑर्डर हाथ को नेले ताले मते गोटे कथा कहतु, पुलिस रागरे गाड़ी भंगारुजा करिवार कारण कौन थिला। इवन मु सुनिया पाइली किछि प्रेस रिपोर्टर 2 व्हीलर भंगा जाइछि, पत्थर छेचा जाइछि। तो ये कि प्रकार कथा, ये निश्चित भाव कहबी ये पुलिस रो आवश्यकता अछि एवं आपनकर सुरक्षार आवश्यकता अच्छी। अराजकता न होबा पई सुजोग दिया जिबा दरकार एवं समस्त अलर्ट रहबा दरकार। ताहाले सुरखुर रे आपनकर इलेक्शन हेई परिबो एवं जोड़ा भावप्रवण जोड़ा सेंसिटिव बूथ ताकू भी नजर रखा पड़ो, जेमिति लोक बिना भय बिना द्विधारे जाइकिर भोट दे पारिबे ताकू लक्ष्य रखा पड़ो।